ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ଆସନ୍ତୁ ଜାଣିବା ଜୀବନର ନିରାଟ କଟୁ ତିକ୍ତ ସତ୍ୟ କଥା। କିଛି ଲୋକଙ୍କ ସାଥିରେ ଆମେ ଆମ ନିଜ ସମୟକୁ ଭୁଲି ଯାଇଥାନ୍ତି ଏବଂ କିଛି ଲୋକ ସମୟ ସାଥିରେ ଆମକୁ ବି ଭୁଲି ଯାଇଥାନ୍ତି। ନିଜ ଉପରେ କିଛି ଗର୍ବ କରିବା ଜରୁରୀ, ନଚେତ୍ ଆପଣ କ୍ଷମତାରେ ଥିବା ସ୍ଥାନରେ ମଧ୍ୟ ଲୋକମାନେ ଆପଣଙ୍କୁ ଦମନ କରିବାକୁ ଚେଷ୍ଟା କରିବେ। ଭାବ ସମ୍ଭାଳିବା ଦ୍ୱାରା ମନ ସମ୍ଭାଳି ଯାଇଥାଏ, ଶବ୍ଦକୁ ସମ୍ଭାଳିବା ଦ୍ୱାରା ବାଣୀ ସମ୍ଭାଳି ଯାଇଥାଏ ଏବଂ ବ୍ୟବହାର ସମ୍ଭାଳିବା ଦ୍ୱାରା ସମ୍ପର୍କ ବି ସମ୍ଭାଳି ଯାଇଥାଏ। ସମୟର ଧାରା ଯେତେ ପରିବର୍ତ୍ତନ ହେଉନା କାହିଁକି, ମିଥ୍ୟା ଦ୍ୱାରା ସତ୍ୟ ପରାଜିତ ହୋଇଥିବାର ଆମେ କେବେ ଦେଖିନାହୁଁ। ସତନା ସାଙ୍ଗମାନେ, ଯେତେବେଳେ କାହାର ହୃଦୟର କପାଟ ସବୁଦିନ ପାଇଁ ବନ୍ଦ ହୋଇଯାଏ, ସେତେବେଳେ ଏହାକୁ ଧକ୍କା ଦେଇ ଆପଣଙ୍କ ଆତ୍ମସମ୍ମାନକୁ ହ୍ରାସ କରନ୍ତୁ ନାହିଁ। କାରଣ ଆପଣ ଯାହା ପାଇବେ ତାହା ହିଁ ଅଲଗା ହୋଇଯାଇଛି, ପରିବର୍ତ୍ତିତ ନୁହେଁ। ଲୋକ ପଚାରନ୍ତି କି ବିଶ୍ୱସ୍ତ ମଣିଷ କୋଉଭଳି ହୋଇଥାନ୍ତି। ମୁଁ କହୁଛି କି ସେମାନେ ସମୟ ମାଗିଥାନ୍ତି, ଧନ ନୁହେଁ। ମୁଁ ଠିକ୍ ଅଛି, ଏହି ତ ଆମେ କାହାକୁ ବି କହିପାରିବା, କିନ୍ତୁ ମୁଁ ଚିନ୍ତିତ ଅଛି। ଏହି କଥା କହିବା ପାଇଁ ହେଲେ କୌଣସି ଖାସ୍ ବ୍ୟକ୍ତି ଦରକାର ହୋଇଥାନ୍ତି। ମୃତ୍ୟୁ ପରେ 4 ଜଣ ଲୋକ କାନ୍ଧ ଦେବାକୁ ଆସନ୍ତି। ଯଦି କେହି ଜୀବିତ ଥିବାବେଳେ ମଧ୍ୟ ଆସନ୍ତି, ତାହା ଯଥେଷ୍ଟ ହୋଇଥାଏ। ଏହି ଆଖିରେ ଲୁହ ସେତେବେଳେ ଆସିଥାଏ ଯେତେବେଳେ ଆମେ ନିଜକୁ ହଜେଇ ଦେଇ ସାରିବା ପରେ ଆଉ କାହାକୁ ବି ପାଇନଥାନ୍ତି। ମୁହଁ ଗୋଟିଏ ଏବଂ କାନ 2ଟି ଇଶାରା କରିଥାଏ, ଶୁଣନ୍ତୁ ଅଧିକା ଏବଂ କୁହନ୍ତୁ କମ୍। ଯେତେବେଳେ ଆପଣ କଥା ହୁଅନ୍ତି, ସେତେବେଳେ କେବଳ ସେଇ କଥା ପୁଣି ଥରେ କହିଥାନ୍ତି ଯାହା ଆପଣ ପୂର୍ବରୁ ଜାଣିଥାନ୍ତି। କିନ୍ତୁ ଯେତେବେଳେ ଆପଣ ଶୁଣିଥାନ୍ତି ତ କିଛି ନୂଆ ଶିଖିଥାନ୍ତି। ଯଦି ଜଣେ ବ୍ୟକ୍ତି ପ୍ରାର୍ଥନା କରେ, ସେ ଅନୁଭବ କରେ ଯେ ଭଗବାନ ନିକଟ ଅଟନ୍ତି ଏବଂ ଯଦି ସେ ପାପ କରନ୍ତି, ତେବେ ସେ ଅନୁଭବ କରନ୍ତି ଯେ ଭଗବାନ ବହୁତ ଦୂରରେ ଅଛନ୍ତି। ସବୁଠୁ ସର୍ବୋତ୍ତମ ଆଖି ହେଉଛି ଯେଉଁମାନେ ନିଜର ଅଭାବ ଦେଖିପାରିବେ। କାରଣ ପ୍ରତିଦିନ ଶୋଇବା ଖୋଲା ଯାଇଥାଏ, କିନ୍ତୁ ଆଖି କେବଳ ବେଳେବେଳେ ଖୋଲା ଯାଇଥାଏ। ସାଙ୍ଗମାନେ, ଭିଡ଼ିଓଟି ଯଦି ଭଲ ଲାଗିଛି ତେବେ ଲାଇକ୍ ସେୟାର ନିହାତି ଭାବରେ କରିବେ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି ଭାବରେ କରିବେ ଏବଂ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିବା ପାଇଁ ଭୁଲିବେ ନାହିଁ। ଲୋକ ଫିଲ୍ମରେ ଦୁଃଖ ଦେଖିକି କାନ୍ଦି ପକାଉଛନ୍ତି ଏବଂ ଅସଲି ଜୀବନରେ ଦୁଃଖକୁ ଦେଖିକି ନାଟକ ବୋଲି ଭାବୁଛନ୍ତି। ଯିଏ ଉଦୟ ହୋଇଛି ସେ ବି ଅସ୍ତ ହେବ, ଯାହା ବିକଶିତ ହୋଇଛି ତାହା ମଧ୍ୟ ଶୁଖିଯିବ, ଯାହା ଛଡ଼ାଇ ନିଆଯାଇଛି ତାହା ମଧ୍ୟ ଦିନେ ନଷ୍ଟ ହୋଇଯିବ, ଯାହା ଆସିଛି ତାହା ମଧ୍ୟ ଦିନେ ଚାଲିଯିବ। ଆମେ କେବଳ ସେହିମାନଙ୍କ ପାଇଁ କାନ୍ଦୁଛନ୍ତି ଯେଉଁମାନେ ଆମ ପାଇଁ ଯତ୍ନ ନିଅନ୍ତି। ମା, ବାପା, ପତ୍ନୀ, ଆମେ ସେମାନଙ୍କ ପାଇଁ କାନ୍ଦୁ ଯେଉଁମାନେ ପିଲାମାନଙ୍କ ପରି ଆମ ପାଇଁ ଚିନ୍ତା କରନ୍ତି ନାହିଁ ଏବଂ ଆମେ ସେମାନଙ୍କ ପାଇଁ ଯତ୍ନ ନେଉ ଯେଉଁମାନେ ସମାଜ ପାଇଁ ଆମ ପାଇଁ କଦାପି କାନ୍ଦିବେ ନାହିଁ। ଆଶା ଅଧା ଜୀବନ ଏବଂ ନିରାଶା ଅଧା ମୃତ୍ୟୁ, କିନ୍ତୁ 2 ହାତରେ ଯୋଡ଼ି ଦେଇ ଆମେ କୋଟି କୋଟି ଲୋକଙ୍କ ହୃଦୟ ଜିତିପାରିବା। ଚୁପ୍ ରହିବାଠୁ ବଡ଼ ଆଉ କୌଣସି ବି ଜବାବ ନାହିଁ ଏବଂ କ୍ଷମା କରିଦେବାଠୁ ବଡ଼ ଆଉ କୌଣସି ବି ଦଣ୍ଡ ନାହିଁ। କୌଣସି କାରଣ ନାହିଁ, ସେଥିପାଇଁ ପ୍ରେମ ହେଉଛି। ଯଦି କୌଣସି କାରଣ ଥାଏ ତାହେଲେ ଏହାକୁ ବ୍ୟବସାୟ କୁହାଯାଇଥାଏ। ସତନା ସାଙ୍ଗମାନେ, ମଣିଷ ବଡ଼ ହେଲା ତ ପିଲାଦିନ ଭୁଲିଲା, ବାହାଘର ହୋଇଗଲା ତ ବାପା ମାଆଙ୍କୁ ଭୁଲିଲା, ଛୁଆ ହେଲା ତ ଭାଇ ଭଉଣୀକୁ ଭୁଲିଲା, ଧନୀ ହୋଇଗଲା ତ ଗରିବଙ୍କୁ ଭୁଲିଲା ଏବଂ ଯେତେବେଳେ ବୁଢ଼ା ହୋଇଯାଏ ତ ସେତେବେଳେ ଭୁଲିଥିବା ସବୁ କଥାକୁ ମନେ ପକାଇକି କାନ୍ଦିଥାଏ। ଏଇଟା ନିରାଟ ବାସ୍ତବିକ ସତ୍ୟ କଥା ସାଙ୍ଗମାନେ। ଆପଣ ଯୁବକ ଥିବାବେଳେ ବୃଦ୍ଧ ଲୋକଙ୍କୁ ସମ୍ମାନ କରନ୍ତୁ। ଯେତେବେଳେ ଆପଣ ମଜବୁତ ଅଛନ୍ତି
ସେତେବେଳେ କମଜୋର ଲୋକଙ୍କର ସମ୍ମାନ କରନ୍ତୁ। ଯେତେବେଳେ ଆପଣ ଭୁଲ ସେତେବେଳେ ନିଜର ଭୁଲକୁ ସ୍ୱୀକାର କରନ୍ତୁ। କାହିଁକି ନା ଜୀବନରେ ଆପଣ ବି ଦିନେ ନା ଦିନେ ବୁଢ଼ା, ଭୁଲ ଏବଂ କମଜୋର ନିହାତି ଭାବରେ ହେବେ। ଯଦି ଜଣେ ପୁରୁଷ ଏବଂ ସ୍ତ୍ରୀ ବନ୍ଧୁ, ତେବେ ଏହା ଜରୁରୀ ନୁହେଁ ଯେ ସେମାନଙ୍କ ମଧ୍ୟରେ କିଛି ଭୁଲ ଅଛି। କିଛି ସମ୍ପର୍କ ଶୁଦ୍ଧତାର ସୀମା ବାହାରେ ବି ହୋଇଥାଏ ଏବଂ ଏହା ଆମର ଚିନ୍ତାଧାରା ଉପରେ ନିର୍ଭର କରିଥାଏ। ଲୋକମାନଙ୍କଠାରୁ ମନୁଷ୍ୟର ଆଶା ରଖ, ଦୂତମାନଙ୍କଠୁ ନୁହେଁ। ଯିଏ ଆପଣଙ୍କର ସେ କେବେ ବି ଯିବ ନାହିଁ। ଯିଏ ଚାଲିଯାଇଛି ସେ ଆପଣଙ୍କର କେବେ ହିଁ ନଥିଲା କି ସେ କେବେ ବି ଆପଣଙ୍କର ନୁହେଁ। ଆପଣଙ୍କର ଯାହା ଅଛି, ଯାହାର ତୁମ ପାଇଁ କୌଣସି ମୂଲ୍ୟ ନାହିଁ, ଆବଶ୍ୟକତା ଥିବା ବ୍ୟକ୍ତି ପାଇଁ ତାହା ମୂଲ୍ୟବାନ ହୋଇପାରେ। ଆପଣଙ୍କର ଯାହା ଅଛି ତାହାକୁ ସମ୍ମାନ କରିବା ଶିଖନ୍ତୁ। କିଏ ଜାଣେ କେହି ଏହାକୁ ପ୍ରତିଦିନ ପାଇବାକୁ କଷ୍ଟ କରୁଥିବେ। ଅନେକ ଲୋକଙ୍କ ମୃତ୍ୟୁ ହେତୁ ଅନେକ ଲୋକ ମରନ୍ତି ଏବଂ ଅନେକ ଲୋକଙ୍କ ମୃତ୍ୟୁ ହେତୁ ଅନେକ ଲୋକ ବଞ୍ଚିବା ଆରମ୍ଭ କରନ୍ତି। ଏହା ଆମର ବ୍ୟକ୍ତିଗତ ଚରିତ୍ରର ଫଳାଫଳ। କେହି ଆପଣଙ୍କୁ ସମର୍ଥନ କରିବେ ନାହିଁ। ଏଠାରେ ଆପଣଙ୍କୁ ଯୁଦ୍ଧ କରିବାକୁ ପଡ଼ିବ ଏବଂ ନିଜକୁ ପରିଚାଳନା ମଧ୍ୟ କରିବାକୁ ପଡ଼ିବ। ଯାହା କରିବେ ନିଜେ ହିଁ କରିବେ। ଆପଣଙ୍କ ଗନ୍ତବ୍ୟସ୍ଥଳକୁ ହାସଲ କରିବା ବହୁତ ଦୂରରେ। ଯଦି ତୁମେ ଗର୍ବିତ ରୁହ, ତେବେ ତୁମେ ମଧ୍ୟ ରାସ୍ତା ଭୁଲିଯିବ। ଧୈର୍ଯ୍ୟ ଶକ୍ତି ଥିବା ବ୍ୟକ୍ତିଙ୍କ ଶକ୍ତି ସହିତ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଜଣେ ମହିଳା ପ୍ରଥମେ ନିଜ ସୌନ୍ଦର୍ଯ୍ୟ ପାଇଁ ଗର୍ବିତ ହୋଇଥାଏ ଏବଂ ଶେଷରେ ସେ ନିଜ ପିଲାମାନଙ୍କ ପାଇଁ ଗର୍ବିତ ହୋଇଥାଏ। ଏହା ତ ନିରାଟ ସତ୍ୟ କଥା। ଯଦି ତୁମର ପରିସ୍ଥିତିକୁ ଭଲ ଭାବରେ ଧରି ରଖନ୍ତି, ତେବେ ମୋତେ ବିଶ୍ୱାସ କରନ୍ତୁ, ଏପରିକି ଏହି ବିଷାକ୍ତ ବାଲା ଲୋକ ମଧ୍ୟ ଆପଣଙ୍କର କୌଣସି ବି କ୍ଷତି କରିପାରିବେ ନାହିଁ। ଜଣେ ମହିଳା ବର୍ବାଦ ହେବାର ଆରମ୍ଭ ସେତେବେଳେ ହୋଇଥାଏ ଯେବେ ସେ ଜଣେ ସମ୍ମାନଜନକ ପୁରୁଷଙ୍କ ପ୍ରଶଂସା ଶୁଣିବା ପରେ ଖୁସି ହେବାକୁ ଲାଗିଥାଏ। ସବୁ ଜିନିଷ ସେଇ ଯାଏଁ ସୁନ୍ଦର ହୋଇଥାଏ ଯେଉଁ ଯାଏଁ ଆପଣ ତାକୁ ଭଲ ପାଉଥିବେ। ଏହା ତ ନିରାଟ ସତ୍ୟ କଥା। ଯେବେ ଆପଣ ଭଲ ପାଉନଥିବେ ସେତେବେଳେ ଆପଣଙ୍କୁ ଘୃଣା ଲାଗିବ। ଯେଉଁ ଯାଏଁ ଆପଣ ତାକୁ ଭଲ ପାଉଥିବେ ସେ ଯାଏଁ ଆପଣଙ୍କୁ ସୁନ୍ଦର ଲାଗିବ। ଯଦି କାହାର ସ୍ମୃତି ଆପଣଙ୍କୁ ବାରମ୍ବାର ହନ୍ତସନ୍ତ କରେ, ତେବେ ବୁଝିଯାଆନ୍ତୁ କି ଆପଣ ମଧ୍ୟ ତାଙ୍କ ହୃଦୟରେ ଅଛନ୍ତି। ଖୁସି ରହିବାର ଅଛି ତ ଜୀବନର ନିଷ୍ପତ୍ତି ପରିସ୍ଥିତି ଦେଖିକି ନିଅନ୍ତୁ। ଦୁନିଆକୁ ଦେଖିକି ନିଷ୍ପତ୍ତି ନେଉଥିବା ଲୋକ ସବୁବେଳେ ଦୁଃଖୀ ରହିଥାନ୍ତି। ସତ କଥା ସାଙ୍ଗମାନେ, ନିଜର ପରିସ୍ଥିତି ଦେଖିକି ନିଷ୍ପତ୍ତି ନିଅନ୍ତୁ। ଭଲ ଲୋକଙ୍କୁ କଦାପି ପରୀକ୍ଷା କରନ୍ତୁ ନାହିଁ, କାରଣ ସେମାନେ ପାରଦ ପରି। ଯେତେବେଳେ ଆପଣ ସେମାନଙ୍କୁ ମାରିବେ ସେମାନେ ଭାଙ୍ଗନ୍ତି ନାହିଁ, କିନ୍ତୁ କେବଳ ଆପଣଙ୍କ ଜୀବନରୁ ଧୀରେ ଧୀରେ ଦୂରେଇ ଯାଆନ୍ତି। ଯେତେବେଳେ ରାବଣ ତାଙ୍କ ଭାଇ ବିନା ହାରିଲେ ଏବଂ ଶ୍ରୀରାମ ତାଙ୍କ ଭାଇଙ୍କ ସହ ଜିତିପାରିଲେ, ତ ଆମେ କିଛି ଅହଙ୍କାର ରହିଥାଉ। ସର୍ବଦା ଏକାଠି ରୁହନ୍ତୁ ଏବଂ ନିଶ୍ଚିନ୍ତ କରନ୍ତୁ ଯେ ପରିବାର କେବେ ଭାଙ୍ଗିବେ ନାହିଁ। ସମ୍ପର୍କ ସୁଯୋଗ ଉପରେ ଆଧାରିତ ନୁହେଁ, ସେମାନେ ବିଶ୍ୱାସ ଉପରେ ନିର୍ଭର କରନ୍ତି। ଆମ ଜୀବନର ନିରାଟ ସତ୍ୟ କଥା ବିଷୟରେ ଜାଣିବା ପାଇଁ ନିହାତି ଭାବରେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ପିତା ସତ୍ୟ କଥା ଜାଣନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍, କମେଣ୍ଟ, ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓଟି ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।